ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ଶେଷ ହୋଇଛି। ଶୁକ୍ରବାର ଠାରୁ ଲାଗୁ ହେଲା ଶ୍ରୀମନ୍ଦିର ପକ୍ଷରୁ ଜାରି ହୋଇଥିବା 5 ସୂତ୍ରୀ ମାର୍ଗଦର୍ଶିକା। ଆସନ୍ତା ମାର୍ଚ୍ଚ 16 ତାରିଖରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ସେପଟେ 20 ତାରିଖରେ ଶ୍ରୀମନ୍ଦିର ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ଅନିଶ୍ଚିତତା ଲାଗି ରହିଛି। ଶ୍ରୀମନ୍ଦିର ନାଟମଣ୍ଡପରୁ ହୁଣ୍ଡି ଅପସାରଣ ହେବା ପରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ। ହୁଣ୍ଡି ଅପସାରଣ ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ବଜେଟ୍ ଆୟ ବ୍ୟୟ ଉପରେ ମଧ୍ୟ ଆଲୋଚନା କରାଯାଉଛି। ଶ୍ରୀମନ୍ଦିରର ସମସ୍ତ ରେକର୍ଡ ଏବଂ ଫାଇଲ କାର୍ଯ୍ୟ କମ୍ପ୍ୟୁଟରୀକରଣ କରାଯିବ। ଶ୍ରୀମନ୍ଦିର ପ୍ରଶାସନର ଯାହା ବି ବିଭିନ୍ନ କାର୍ଯ୍ୟାବଳୀ ଅଛି ତାର ବିଧିବଦ୍ଧ ଭାବରେ ଆମେ ଏକ ମାସିକ ସମୀକ୍ଷା ବୈଠକ ଆଜି କରିଥିଲେ ଏବଂ ପ୍ରତ୍ୟେକ ମାସ ତୃତୀୟ ଶୁକ୍ରବାର ଦିନ ଏହି ସମୀକ୍ଷା ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ଆମ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ଏବଂ ଆନୁଷଙ୍ଗିକ ଯୋଉମାନେ ଉପବିଭାଗର ଯୋଉମାନେ ଅଧିକାରୀ ଅଧିକାରିଣୀ ଅଛନ୍ତି ସମସ୍ତଙ୍କ ସାଙ୍ଗରେ ଆମେ ଆଲୋଚନା କରିଥିଲୁ। ଏଥିରେ କୌଣସି ଭୁଲ ଭଟକା ବା ତ୍ରୁଟି ବିଚ୍ୟୁତି ଦେଖିବା ପାଇଁ କରା ହଉନାହିଁ। ଯାହା ବି ଇସ୍ୟୁଜ ଅଛି ତାକୁ ଆମେ କିଭଳି ଭାବରେ ସମାଧାନ କରିପାରିବା ଏବଂ ଆମେ କିଭଳି ଭାବରେ ଉତ୍ତରଦାୟୀ ନିଜେ ରହିବୁ। we want to make all of us accountable। ତା ଉପରେ ବିଶେଷ ଭାବରେ ଆଲୋଚନା ହେଲା। ଆମେ କିଛିଟା ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମା ଜାରି କରିଛୁ ଏବଂ କିଛିଟା ଅନୁରୋଧ ବା ଏପିଲ ମଧ୍ୟ କରିଛୁ ଆମ ଷ୍ଟାଫ ମାନଙ୍କୁ। ଆପଣ ଯେମିତି ସୂଚନା ପାଇଛନ୍ତି ଯେ ଆମ ଶ୍ରୀମନ୍ଦିର କାର୍ଯ୍ୟାଳୟରେ କିମ୍ବା ଶ୍ରୀମନ୍ଦିର ଭିତରେ କୌଣସି ଅଧିକାରୀ କିମ୍ବା କର୍ମଚାରୀ କୌଣସି ମାଦକ ଦ୍ରବ୍ୟ ବ୍ୟବହାର କରିପାରିବେ ନାହିଁ। ପାନ ହଉ, ବିଡ଼ି ହଉ, ଗୁଟଖା ହଉ, ସିଗାରେଟ ହଉ, କୌଣସି ମାଦକ ଦ୍ରବ୍ୟ ବ୍ୟବହାର କରିପାରିବେ ନାହିଁ। ଅନଲାଇନ ଡୋନେସନ କୁ କିଭଳି ସହଜ ଭାବେ ଗ୍ରହଣ କରିହେବ ସେ ନେଇ ଆଲୋଚନା ହେଉଛି। ସମସ୍ତ ଗ୍ରନ୍ଥ ଗୁଡ଼ିକର ଡିଜିଟାଲାଇଜେସନ କରାଯିବ। ପୁରୀରୁ ସୁଜିତ ରଞ୍ଜନ ନାୟକଙ୍କ ରିପୋର୍ଟ, ଖବର ଓଡ଼ିଶା।